ମୁଁ ଗଗନ କୁମାର ଆପଣଙ୍କୁ ସ୍ୱାଗତ କରୁଛି ଜନତା ଏକ୍ସପ୍ରେସରୁ। କିଏ ନାରାୟଣ ଶଙ୍କର ହରିବୋଲ ବାବା, ଯାହାଙ୍କ ସତ୍ସଙ୍ଗରେ ଯୋଗ ଦେଇ ଚାଲିଗଲା ଅନେକ ଜୀବନ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ, ଉତ୍ତରପ୍ରଦେଶର ଇଟାହ ଜିଲ୍ଲାର ବାହାଦୁର ନଗରୀ ଗାଁର ବାବା ହେଉଛନ୍ତି ନାରାୟଣ। ସେ ବାବା ହେବା ପୂର୍ବରୁ ପୋଲିସ ଗୋଇନ୍ଦା ବିଭାଗରେ କାର୍ଯ୍ୟରତ ଥିଲେ। ସେ ପରେ ଚାକିରି ଛାଡ଼ି ଆଧ୍ୟାତ୍ମିକ ଜଗତରେ ପ୍ରବେଶ କରିଥିଲେ। 2022 ମସିହାରେ ଉତ୍ତରପ୍ରଦେଶର ଫାରୁକାବାଦରେ ପ୍ରଥମ ଥର ତାଙ୍କ ସତ୍ସଙ୍ଗ ଆୟୋଜନ ହୋଇଥିଲା। ଉକ୍ତ ସମୟରେ ମାତ୍ର 50 ଲୋକଙ୍କୁ ସତ୍ସଙ୍ଗରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା। ହେଲେ ସେତେବେଳେ ସଭାରୁ 50ରୁ ଅଧିକ ଲୋକ ଦେଇଥିଲେ, ଯେଉଁଥିପାଇଁ ଉକ୍ତ ସମୟ ମଧ୍ୟରେ ଆୟୋଜକଙ୍କ ବିରୋଧରେ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ଜୁଲାଇ 8ରେ ଖୋଲିପାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଓଡ଼ିଶା ଆସୁଛନ୍ତି ଜଷ୍ଟିସ ଅରଜିତ ପଶାୟତ। ଏହି ସମୟରେ ରତ୍ନଭଣ୍ଡାରର ଯାଞ୍ଚ କରାଯିବା ସହ ରତ୍ନଭଣ୍ଡାର ଭିତରେ ଥିବା ରତ୍ନର ଗଣତି ଓ ମଣତି କରାଯିବ। ତେବେ ଏନେଇ ଆସନ୍ତା 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ ଅରଜିତ ପଶାୟତ, ଯିଏ ତଦାରଖ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି। ସୂଚନା ଅନୁସାରେ ରତ୍ନଭଣ୍ଡାରର ପରାମତି ସହ ଅଳଙ୍କାରର ଗଣନା କରାଯିବା ନେଇ ଯୋଜନା କରାଯାଇଛି। ତେବେ ରାଜ୍ୟର ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଥିଲା। ତେବେ ଯାଞ୍ଚ କମିଟିର ପରାମର୍ଶ ପରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 60 ଦିନରେ 370 କୋଟିର ବ୍ୟବସାୟ। କଳ୍କି ପ୍ରଭାସଙ୍କ ଫିଲ୍ମ କଳ୍କି ବକ୍ସ ଅଫିସରେ ଆଶାଠାରୁ ଭଲ ପ୍ରଦର୍ଶନ କରୁଛି। ରିଲିଜ ହେବା ପରେ ପ୍ରଥମ ଦିନରୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କଠାରୁ ଭଲ ପାଇବା ସାଉଁଟିଛି। ସିନେମା ଘର ବାହାରେ ଦର୍ଶକଙ୍କ ଭିଡ଼ ବଖାଣୁଛି ଫିଲ୍ମଟିର ସଫଳତା। ପ୍ରତ୍ୟେକ ଦିନ ସିନେମାଟି ଭଲ ବ୍ୟବସାୟ କରୁଛି। ଫିଲ୍ମ ରିଲିଜ ହେବା ପରେ ଗୋଟିଏ ସପ୍ତାହ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ବକ୍ସ ଅଫିସରେ ଏହି ସିନେମାଟି ଏବେ ଚହଳ ସୃଷ୍ଟି କରିଛି। ହାଥରସ ଘଟଣା ପରେ ଫେରାର ହୋଇଯାଇଛନ୍ତି ବାବା ଭୋଲେ। ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୋଲରାଇ ଗାଁର ମଙ୍ଗଳବାର ଏକ ସତ୍ସଙ୍ଗରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ପାଇଛି। ଏବେ ବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏମିତି ସ୍ଥିତିରେ ଭକ୍ତ ବାବା ଏବଂ ସତ୍ସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠୁଛି। ସନ୍ଥ ଭୋଲେ ବାବାଙ୍କୁ ହାଥରସରେ ନାରାୟଣ ସାକାର ହରି ସ୍ୱୟମ୍ଭୁ ଭୋଲେ ବାବା ବୋଲି କୁହାଯାଏ। ତାଙ୍କର ସତ୍ସଙ୍ଗ ପ୍ରତି ମଙ୍ଗଳବାର ହୋଇଥାଏ। ଅନ୍ୟପଟେ ହାଥରସର ସତ୍ସଙ୍ଗରେ ଘଟିଥିବା ଦଙ୍ଗା ଘଟଣାର ସାରା ଦେଶର ଏବେ ନଜର। ତେବେ ଏହି ସତ୍ସଙ୍ଗ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱହରିଙ୍କୁ ଏବେ ପୋଲିସ ଖୋଜୁଛି। ସେ ଫେରାର ଥିବା ଜଣାଯାଉଛି। ଏହି ବାବାଙ୍କ ଦ୍ୱାରା ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା ଏବଂ ତାଙ୍କ ଆଶୀର୍ବାଦ ନେବା ଏବଂ ପାଦ ଛୁଇଁବା ପ୍ରତିଯୋଗିତାରେ 100ରୁ ଅଧିକ ଲୋକ ପ୍ରାଣ ହୋଇଥିବା କୁହାଯାଉଛି। ଛତିଶଗଡ଼ରେ ବଡ଼ ଧରଣର ଇନକାଉଣ୍ଟର, 5 ମାଓବାଦୀ ନିହତ। ଏହି ଇନକାଉଣ୍ଟରରେ ଘମଣ୍ଡି ଜିଲ୍ଲାର ପୋଲିସ ଗୁଳିରେ 5 ମାଓବାଦୀଙ୍କୁ ନିହତ ହୋଇଛନ୍ତି। ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅଞ୍ଚଳରେ ସୁରକ୍ଷା ବାହିନୀରେ ଜୋରଦାର ଅପରେସନ। ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ର ଘମାଣ୍ଡି ଏବଂ କୁରେଇଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର 4 ଜିଲ୍ଲାରୁ 100ରୁ ଅର୍ଦ୍ଧ ଏସ୍ଟିଏଫ୍, ଡିଆର୍ଜି, ସିଆର୍ଏଫ୍ ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ 3 ତାରିଖରୁ ତଲାସି ଆରମ୍ଭ ହୋଇଛି। ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ୍। ବିଜେପି ଆଉ କଂଗ୍ରେସ ହେଇଛନ୍ତି ମୁହାଁମୁହିଁ। ରଣକ୍ଷେତ୍ର ପାଲଟିଛି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକ। ବିଜେପିର ବିରୋଧରେ ପ୍ରଦର୍ଶନ ବେଳେ ତମୁଳ କାଣ୍ଡ। ମୁହାଁମୁହିଁ ହେଲେ ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ। ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ଓ ଗୋବର ମାଡ଼। ପ୍ରବଳ ନାରାବାଜି କରିଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ। କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା କଂଗ୍ରେସ କର୍ମୀ ମୁହାଁମୁହିଁ ହେବା କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ଼ କରିଛି ବିଜେପି ଯୁବମୋର୍ଚ୍ଚା। ଏହାକୁ ବିରୋଧ କରି କଂଗ୍ରେସ ଯୁବ ସଂଗଠନ ତରଫରୁ ବି ପାଣି ଓ କାଦୁଅ ମାଡ଼ ହୋଇଥିଲା।